मन्माथ श्री जगन्नाथ मद्गुरु श्री जगद्गुरु मदात्मं सर्वभूतात्मं तस्मै श्री गुरवे नमः। अर्थात श्री जगन्नाथ मोर सर्वस्व, से ही समग्र जगतर गुरु तथा मोर गुरु। समस्तଙ୍କ ଶରୀରରେ ବିଦ୍ୟମାନ ପରମାତ୍ମା ମୋର ମଧ୍ୟ ସେ ଆତ୍ମା। ସେହି ଜଗତଗୁରୁଙ୍କୁ ଭକ୍ତିପୂତ ପ୍ରଣିପାତ। ସେ ଜଗନ୍ନାଥ, ସେ କୋଟି କୈବଲ୍ୟନାଥ, ସେ ଜଗତର ନାଥ, ଓଡ଼ିଆର ଜାତୀୟ ଦେବତା। ସେ ହେଉଛନ୍ତି ଓଡ଼ିଆଙ୍କ ଆଶା, ଆଶ୍ରା, ଆଶ୍ୱାସନା। ସେହି ମହାପ୍ରଭୁ ଜଗନ୍ନାଥଙ୍କ ପାଦ ପଦ୍ମରେ ଶତକୋଟି ପ୍ରଣାମ କରି ସମସ୍ତ ବିଶ୍ୱବାସୀଙ୍କର ଉତ୍କଳୀମାନଙ୍କର ମଙ୍ଗଳ କାମନା କରି ଆରମ୍ଭ କରୁଛି ଆଜିର ଏହି ଉପସ୍ଥାପନ। ଆଜି ହେଉଛି ଆଷାଢ଼ ଶୁକ୍ଳ ଦଶମୀ। ଏହି ତିଥିରେ ଆମେ ଜାଣିଛନ୍ତି ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ବାହୁଡ଼ା ଯାତ୍ରା ଉପଲକ୍ଷେ ଆପଣମାନଙ୍କୁ ସମସ୍ତଙ୍କୁ शुभेच्छा अभिनंदन जनाऊँगी। ଏହି ବାହୁଡ଼ା ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀରୁ ରତ୍ନବେଦୀକୁ ଫେରି ଆସନ୍ତି। କେହି କେହି ଏହାକୁ ଦକ୍ଷିଣାଭିମୁଖୀ ଯାତ୍ରା ବୋଲି ମଧ୍ୟ କହିଥାନ୍ତି। ଏହି ଦିନ ବିଗ୍ରହମାନେ ଗୁଣ୍ଡିଚା ମନ୍ଦିରରୁ ଧାଡ଼ି ପହଣ୍ଡିରେ ଦକ୍ଷିଣ ଦ୍ୱାର ଦେଇ ରଥ ଉପରେ ବିଜେ କରି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି। ଏହି ବାହୁଡ଼ା ଯାତ୍ରା ବା ବାହୁଡ଼ା ପର୍ବରେ କ'ଣ କ'ଣ ସବୁ ପର୍ବାଣୀ ଭୋଗ ଲାଗି ହୋଇଥାଏ, ସେହି ବିଷୟରେ ଆଜିର ଏହି ଉପସ୍ଥାପନ। ବାହୁଡ଼ା ଯାତ୍ରା ଦିନ ଶ୍ରୀଗୁଣ୍ଡିଚା ମନ୍ଦିରରୁ ସିଂହଦ୍ୱାର ଅଭିମୁଖେ ରଥମାନ ଆସିବା ପରେ ବଳଗଣ୍ଡି ନିକଟସ୍ଥ ମାଉସୀ ମା ଘର ବା ଅର୍ଦ୍ଧାସିନୀ ମନ୍ଦିର ସମ୍ମୁଖରେ ପରମ୍ପରା ଅନୁଯାୟୀ ପୋଡ଼ପିଠା ଭୋଗ ସର୍ପାମଣଇ ହୋଇଥାଏ। ଏହି ପୋଡ଼ପିଠା ଭୋଗର ପ୍ରସ୍ତୁତି ସ୍ୱତନ୍ତ୍ର ଶୈଳୀରେ ହୋଇଥାଏ। ଛେନା, ଗହମ, ଅଟା, ଗୁଆଘିଅ, ଚିନି, ଖିସମିସ୍, ଅଳେଇଚ, ଲବଙ୍ଗ ପ୍ରଭୃତି ସାମଗ୍ରୀରେ ଏହି ପୋଡ଼ପିଠା ପ୍ରସ୍ତୁତ ହୋଇଥାଏ। କାଠ ଚୁଲିରେ ସମସ୍ତ ସାମଗ୍ରୀକୁ ଉତ୍ତମ ରୂପେ ଗୋଳାଯାଇ ହାଣ୍ଡିରେ ଗରମ ପାଣିରେ ସିଝାଯାଇ ତାପରେ ଏହାକୁ ଥଣ୍ଡା କରାଯାଇ ଛୋଟ ଛୋଟ କରି କଟାଯାଇ ଭଲ ଘିଅ ଗରମ କରାଯାଇ ତହିଁରେ ଛଣାଯାଇଥାଏ। ଏହି ଭୋଗ ସାମଗ୍ରୀକୁ ନୂଆ ଲାଲ ରଙ୍ଗର ମାଟି କୁଡ଼ୁଆରେ ରଖାଯାଇ ତିନି ରଥ ନିକଟକୁ ଭୋଗ ହେବା ନିମନ୍ତେ ଯାଇଥାଏ। ପୂଜାପଣ୍ଡା ସାମନ୍ତ ଏହି ଭୋଗକୁ ନୈବେଦ୍ୟ କରିଥାନ୍ତି। ଏହି ପୋଡ଼ପିଠା ନୈବେଦ୍ୟ ସମ୍ପର୍କରେ ସନ୍ଥ ବଳରାମ ଦାସ ଲେଖିଛନ୍ତି, ଭୋଜନ ଶେଷକୁ ପୋଡ଼ପିଠା ଦିଲେ ନେଇ, ଖାଇ କରି ସନ୍ତୋଷ ହୋଇଲେ ଭାବଗ୍ରାହୀ। ବାହୁଡ଼ା ଯାତ୍ରା ଦିନ ବଡ଼ଦାଣ୍ଡରେ ରଥତ୍ରୟ ଶ୍ରୀମନ୍ଦିର ସିଂହଦ୍ୱାରକୁ ଆସିବା ସମୟରେ ମଧ୍ୟ ବିଭିନ୍ନ ମଠ ବ୍ୟକ୍ତିବିଶେଷଙ୍କ ତରଫରୁ ଠାକୁରଙ୍କ ଉଦ୍ଦେଶ୍ୟରେ ପନ୍ତି ଭୋଗମାନ କରାଯାଇଥାଏ। ଆଷାଢ଼ ଶୁକ୍ଳ ଏକାଦଶୀ ତିଥି ଉପଲକ୍ଷେ ରଥସ୍ଥିତ ଠାକୁରମାନଙ୍କ ଉଦ୍ଦେଶ୍ୟରେ ପୁରୀର କେତେକ ମଠବାଡ଼ି, ବ୍ରାହ୍ମଣ ଶାସନ ଗ୍ରାମର ମହାଜନ ଏବଂ ସ୍ଥାନୀୟ ବାସିନ୍ଦା ଚୁଡ଼ା ଘଷା, ପାଚିଲା କଦଳୀ, ଶୁଖିଲି ଭୋଗ ଯଥା ପୁରୀ, ମୋହନ ଭୋଗ, ଫାଳସୋଲା ଡାଲି, ଅମାଲୁ, ଗଜା, ଖଜା, ଲୁଣ ଖୁରୁମା, ମଗଜ ଲଡ଼ୁ ଇତ୍ୟାଦି ଭୋଗ ପୂଜାପଣ୍ଡାମାନଙ୍କ ଦ୍ୱାରା ରଥ ସମ୍ମୁଖରେ ସର୍ପାମଣଇ କରି ଏହି ଭୋଗକୁ ବିତରଣ କରିଥାନ୍ତି। ପରବର୍ତ୍ତୀ ଉପସ୍ଥାପନରେ ରଥ ଉପରେ ଅଧରପଣା ସମ୍ପର୍କରେ ଆଲୋଚନା। ସେତେବେଳ ପର୍ଯ୍ୟନ୍ତ ଏ ଉତ୍କଳୀକୁ ବିଦାୟ ଦିଅନ୍ତୁ। ପବିତ୍ର ବାହୁଡ଼ା ଯାତ୍ରାର ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଦିବ୍ୟ କରୁଣା ସମସ୍ତଙ୍କୁ ପ୍ରାପ୍ତ ହେଉ, ଏତିକି କାମନା କରି ରହୁଛି। ଉପସ୍ଥାପନ ଯଦି ଆପଣମାନଙ୍କୁ ଭଲ ଲାଗୁଥାଏ, ତେବେ ଯଦି ଉଚିତ ମନେ କରନ୍ତି ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଧନ୍ୟବାଦ। वंदे उत्कल जननी। जय श्री जगन्नाथ।
ଜୟ ଶ୍ରୀ ଜଗନ୍ନାଥ। ଜୟ ଜୟ ଶ୍ରୀ ଜଗନ୍ନାଥ।